ଜୟ ଜଗନ୍ନାଥ। ଆମେ ପୃଥିବୀରେ ସବୁ ବଡ଼ ବଡ଼ ଆଶ୍ଚର୍ଯ୍ୟ ଜିନିଷ ସବୁ ଘଟୁଥିବା ଦେଖୁଛେ। କେଉଁଠି ବସ୍ ଧକ୍କାରେ ଅନେକ ଲୋକ ମରିଗଲେଣି, ତ କିଏ ଘରୁ ଯାଇକିରି ମାନେ ଯୁବକ ଅବସ୍ଥା ସେ ବାହାରେ ଯାଇକି ଆଉ ଘରକୁ ଫେରୁନି। ଏମିତି ମଧ୍ୟ ବହୁତ ଉଦାହରଣ ଆମେ ଦେଖୁଛେ। ଗାଡ଼ି ଚଲଉ ଚଲଉ ଯାଇକି କିଏ ଗୋଟେ ପିଟି ହେଇଗଲାଣି, ତାର କୋମା ଭିତରେ ପଳେଇଲାଣି। ଏମିତି ଆଶ୍ଚର୍ଯ୍ୟ ଘଟଣା ଦେଖୁଛେ। କିନ୍ତୁ ଏମିତି ଗୋଟେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଅଛି। ସେ ଆଶ୍ଚର୍ଯ୍ୟ ଘଟଣାଟି ମୁଁ କହିବି। ସ୍ୱର୍ଗଦ୍ୱାର ମନେକର, ଶହ ଶହ ଲୋକ, ହଜାର ହଜାର ଲୋକ ପୋଡ଼ା ହେଉଛନ୍ତି। ପରିବାର ବର୍ଗ ତାଙ୍କ ସାଙ୍ଗରେ ଯାଆନ୍ତି, ଯିଏ ପୋଡ଼ା ହୁଏ ଶବ। ସେମାନେ ସବୁ ଆପସରେ କଥାବାର୍ତ୍ତା ହୁଅନ୍ତି। କ'ଣ କହିଲେ? ମଣିଷ ଜୀବନରେ କିଛି ନାହିଁ, ଏଇ ଅଛି ଏଇ ନାହିଁ, ଏଇ ଖରା ଏଇ ଛାଇ, ଏଇ ବର୍ଷା ଏଇ ଖରା। ମଣିଷ ଜୀବନରେ କିଛି ନାହିଁ, କାହିଁକି ଗର୍ବ କରିବା? ଏଇ ଦେଖୁନା, ଏଇ ଲୋକଟି ସାଙ୍ଗେ ସାଙ୍ଗେ ଆଜି ଥିଲା, ହଠାତ୍ ପଡ଼ିଲା, ସଫା। କିନ୍ତୁ କ'ଣ ଘଟେ ଜାଣିଛନ୍ତି? ଯେତେବେଳେ ସେମାନେ ଘରକୁ ଫେରନ୍ତି ନା, ଅଧଘଣ୍ଟେ ଯାଇଥିବ କି ନାହିଁ, ସେ ନିଜର ମୃତ୍ୟୁ ବିଷୟରେ ମଧ୍ୟ ଭୁଲି ଯାଆନ୍ତି ଯେ ଆମର ମୃତ୍ୟୁ ଅଛି ବୋଲି। ସେ ମାନେ ଯେମିତି ଭାବେ ମୁଁ 1000 ବର୍ଷ ବଞ୍ଚିବି। ୟାଠାରୁ ବଡ଼ ଆଶ୍ଚର୍ଯ୍ୟ କ'ଣ କଥା ଅଛି କହିପାରିବେ? ତେଣୁ ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ରହିଲି। ଜୟ ଜଗନ୍ନାଥ।